ଦେଖନ୍ତୁ ଆମର ଯୋଉ ବିଗତ ଦିନରେ ନ୍ୟୁଜ୍ ହେଇଥିଲା ଏ ରାସ୍ତାଟା ବହୁତ ଖରାପ କାମ ହେଇଥିଲା। ଯୋଉ ଜାଗାରେ 100% କାମ ହେବା କଥା ସେ ଜାଗାରେ 30% କାମ ହେଇଥିଲା। MPB 55 MB 128 ଗ୍ରାମବାସୀ କମ୍ପ୍ଲେନ୍ କଲାରୁ ପୁନର୍ବାର ରାସ୍ତାକୁ ପ୍ରଶାସନ ବି ଶୁଣିଲେ। ଇଏ ନ୍ୟୁଜ୍ ମିଡ଼ିଆରେ ବି ବାଜିଥିଲା। ବାଜିଲା ପରେ ପ୍ରଶାସନ ବି ଦୃଷ୍ଟି ଦେଲେ ଏବଂ ପୁନର୍ବାର ରାସ୍ତାର କାମ ହେଉଛି। ଯୋଉ ଆଗରୁ କରାହେଇଥିଲା ସେ ରାସ୍ତାକୁ ପିଚୁ କାଢ଼ିକି ଆଉ ଥରେ ନୂଆ ପିଚୁ କରାଯାଉଛି। ଆଜି 500 ମିଟର ଖଣ୍ଡେ କଲେ ଉଭୟ ଗାଁର ଗ୍ରାମବାସୀ ଛିଡ଼ା ହେଇଥିଲି ଏବଂ କଲେ କାମଟା ବହୁତ ସୁନ୍ଦର ହେଉଛି। ବାଜିଲା ଖବର ପଡ଼ିଲା ପ୍ରଭାବ। ଖବର ପ୍ରସାରଣ ପରେ ପୁନଃନିର୍ମାଣ ହେଲା ମାଲକାନଗିରି ଜିଲ୍ଲା MV 128 ଠାରୁ ମାଲାଭାରମ ଛକ ପର୍ଯ୍ୟନ୍ତ ରାସ୍ତା କାମ। ତେବେ 20 ଦିନ ପୂର୍ବରୁ ଏହି ରାସ୍ତା କାମ ସରିଥିବା ବେଳେ ଏହାର ଗୁଣମାନକୁ ନେଇ ପ୍ରଶ୍ନ ଉଠାଇଥିଲେ ସ୍ଥାନୀୟ ଗ୍ରାମବାସୀ। ଆଉ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଡାକି ନିମ୍ନମାନର ରାସ୍ତା କାମ ସମ୍ପର୍କରେ ଦେଖାଇଥିଲେ। ତେଣୁ ଏନେଇ ଖବର ପ୍ରସାରଣ ହେବା ପରେ ପ୍ରଶାସନ ଅବଗତ ହୋଇ ସେହି ପିଚୁ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ପୁଣି ପିଚୁ ଚିପ୍ସ ପକାଇ ରାସ୍ତା କାମ ଗୁଣବତ୍ତା ସହିତ ଆରମ୍ଭ କରିଛନ୍ତି। ଫଳରେ ଏନେଇ ଅଞ୍ଚଳବାସୀମାନେ ଖୁସି ବ୍ୟକ୍ତ କରିବା ସହିତ ଗଣମାଧ୍ୟମ ଓ ପ୍ରଶାସନକୁ ଧନ୍ୟବାଦ କୃତଜ୍ଞତା ଜଣାଇଛନ୍ତି। ଏ ରାସ୍ତା କାମ ନେଇକିରି ଆମେ ମିଡ଼ିଆ ମାଧ୍ୟମରେ ପ୍ରଶାସନକୁ ଜଣାଇଥିଲୁ ଯେ ଆମର ରାସ୍ତା ବହୁତ ଖରାପ କାମ ହେଇଥିଲା, ପୁରା ଡ୍ୟାମେଜ୍। ତାପରେ ପ୍ରଶାସନକୁ ଧନ୍ୟବାଦ ଏବଂ ମିଡ଼ିଆକୁ ଧନ୍ୟବାଦ। ଆମର କଥା ଶୁଣିଲେ ପୁନରାୟ ଏ କାମଟା ରାସ୍ତାକୁ ଆଉଥରେ ନୂଆରେ କାଢ଼ି ଦେଇକିନା ଫିର୍ ନୂଆରେ ତିଆରି ହେଉଛି। ମାଲକାନଗିରି ଜିଲ୍ଲାରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।